ନମସ୍କାର, ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ପବ୍ଲିକ ଇନଫର୍ମେସନ ଅଫିସରଙ୍କୁ କେଉଁ ଭଳି ଆକାରରେ ପେନାଲ୍ଟି ହେବ କ'ଣ କଲେ। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ଇନ୍ସପିରେସନ ଯୋଗାଉଛି ନୂଆ ନୂଆ ଭିଡିଓ ତଥ୍ୟ ଉପସ୍ଥାପନ କରି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ। ତେଣୁ ମୁଁ ଅନୁରୋଧ କରିଛି ଭିଡିଓଟି ଦେଖିଲା ପରେ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ତେବେ ଆସନ୍ତୁ ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ଯେ ଜଣେ ପବ୍ଲିକ ଇନଫର୍ମେସନ ଅଫିସର ହିସାବରେ ତାଙ୍କର ଦାୟିତ୍ୱ କ'ଣ ଏବଂ କୋଉ ବିଷୟ ପ୍ରତି ସେ ଧ୍ୟାନ ଦେବା ଦରକାର ଏବଂ କାହିଁକି, ଯଦି ଧ୍ୟାନ ନଦେଲେ କ'ଣ ଅସୁବିଧା ହେଉଛି, ତାର ତମାମ ବିବରଣୀ ଉପରେ ଆମେ ଆଲୋଚନା କରିବା। ପ୍ରଥମେ ହେଲା ମୁଁ ଆପଣମାନଙ୍କ ସମ୍ମୁଖରେ ଗୋଟେ ଉପସ୍ଥାପନ କରିବାକୁ ଚାହୁଁଛି ସେଣ୍ଟ୍ରାଲ ଇନଫର୍ମେସନ କମିଶନଙ୍କର ଯୋଉଟା ପେନାଲ୍ଟି ଇମ୍ପୋଜ କରାହେଇଥିଲା କମ୍ପ୍ଲେନ ଉପରେ ଏବଂ ସେକେଣ୍ଡ ଅପିଲ ନମ୍ବର ଉପରେ, ସେଇଟା ହେଲା ଆପଣଙ୍କର CIC/SC/2009/00156/5669 ପେନାଲ୍ଟି 9। କମ୍ପ୍ଲେନ କେସ୍ ନମ୍ବର ହେଲା ଆପଣଙ୍କର ସେଣ୍ଟ୍ରାଲ ଇନଫର୍ମେସନ କମିଶନ /SG/C/2009/00156। ତ ୟା ଉପରେ ଗୋଟେ डिसीजन ଦେଇଛନ୍ତି ସେଣ୍ଟ୍ରାଲ ଇନଫର୍ମେସନ କମିଶନ। କ'ଣ ସେ ଡିସିସନ କାହିଁକି ଦେଇଛନ୍ତି, କୋଉ ଆକାରକୁ ନେଇକି ସେ ଦେଇଛନ୍ତି, ତାର ବିଷୟବସ୍ତୁ କ'ଣ ନା, ଏଇ ଯୋଉ କମ୍ପ୍ଲେନ କରାହେଇଥିଲା, କମ୍ପ୍ଲେନ କଲା ପରେ ଆପଣଙ୍କର ସେକେଣ୍ଡ ଅପିଲ ମଧ୍ୟ କରିଥିଲେ। ସେ କିଏ ନା ମିଷ୍ଟର ରାଜୀବ ଲାଲା। କମ୍ପ୍ଲେନ ହେଉଛନ୍ତି ମିଷ୍ଟର ରାଜୀବ ଲାଲା ଏବଂ ରେସ୍ପଣ୍ଡେଣ୍ଟ କିଏ ହେଉଛନ୍ତି, ରେସ୍ପଣ୍ଡେଣ୍ଟ ହେଉଛନ୍ତି ଡକ୍ଟର ହରି ଓମ୍, ଯିଏକି ପ୍ରିନ୍ସିପାଲ ଶ୍ରୀ ଅରବିନ୍ଦ କଲେଜ ମାଲବିୟା ନଗର ନ୍ୟୁ ଦିଲ୍ଲୀ ପ୍ରିନ୍ସିପାଲ। ସିଏ ହେଉଛନ୍ତି ରେସ୍ପଣ୍ଡେଣ୍ଟ। ତେବେ କୋଉଥିପାଇଁ ତାର ବ୍ୟାକଗ୍ରାଉଣ୍ଡଟା କ'ଣ, କାହିଁକି ଏଇଟା ସବୁ ପେନାଲ୍ଟିର କାରଣଟା ଆସିଲା ବା ପେନାଲ୍ଟିର ବିଷୟବସ୍ତୁଟି ଆସିଲା, କୋଉ ଉଦ୍ଦେଶ୍ୟରେ କେମିତି, ତାର ତମାମ ବିବରଣୀ ଉପରେ ଆମେ ଆଲୋଚନା କରିବା। ବ୍ୟାକଗ୍ରାଉଣ୍ଡ ହେଲା ଯେ ମିଷ୍ଟର ଲାଲା ଗୋଟେ ଆପ୍ଲିକେସନ ଯାଇଥିଲେ ସେଇ କଲେଜକୁ, ଯୋଉଟା ଡକ୍ଟର ପ୍ରିନ୍ସିପାଲ ହରିଓମ ଯିଏ କଲେଜ ଅଛନ୍ତି, ସେ କଲେଜର ପ୍ରିନ୍ସିପାଲ ଅଛନ୍ତି। ବିଶେଷ କରି କୋଉ କଲେଜର ନା, ସେ କଲେଜର ନାଁ ହେଉଛି ଆପଣଙ୍କର ଶ୍ରୀ ଅରବିନ୍ଦ କଲେଜ। ସେ ଅରବିନ୍ଦ କଲେଜକୁ ସେ ଯାଇଥିଲେ ଏବଂ ଦେଖିଲେ ତାଙ୍କର କୌଣସି ପ୍ରକାର ଡିସକ୍ଲୋଜର ନାହିଁ। ଆପଣଙ୍କର ନା ହାର୍ଡ କପି ଅଛି ନା ଡିସପ୍ଲେ କରିଛନ୍ତି କୌଣସି ପବ୍ଲିକ ଇନଫର୍ମେସନ ଅଫିସର বা ফার্স্ট আপিলেটর 3D বা আরটিএসএল ବୋଲି কোনো ଡିସପ୍ଲେ କରିଛନ୍ତି, କିଛି ବି ନାହିଁ। ଏବଂ ତାଙ୍କର ହାର୍ଡ କପି ଆକାରରେ ଆଟଲିଷ୍ଟ ଆପଣଙ୍କର ଥିବା କଥା କ'ଣ ନା, ଆପଣଙ୍କର 17ଟି ମାନୁଆଲର 100 ଡିସକ୍ଲୋଜର ଥିବା କଥା, କିନ୍ତୁ ତାହା ମଧ୍ୟ ନାହିଁ। କିନ୍ତୁ ତାରି ପରିପ୍ରେକ୍ଷୀରେ ଗୋଟେ ଜିନିଷଟା ଅସୁବିଧା ହେଲା, ତାରି ପରିପ୍ରେକ୍ଷୀରେ ଗୋଟେ ଜିନିଷଟା ରହିଲା, ଗୋଟେ ଜିନିଷ କ'ଣ, ସେ ଜିନିଷଟି ହେଲା ଯେ ବିଶେଷ ଭାବରେ ଆଲୋଚନା କରିବା କରିବା କଥା ଯେ ୟାରି ଉପରେ ଡିସକ୍ଲୋଜର ଉପରେ ଯେ ସେଣ୍ଟ୍ରାଲ ଇନଫର୍ମେସନ କମିଶନ ଗୋଟେ ରିମାଇଣ୍ଡର ପଠେଇଲେ ସମସ୍ତ କଲେଜକୁ, ସମସ୍ତ ଚାନ୍ସେଲର ମାନଙ୍କୁ ବା ସମସ୍ତ ପ୍ରିନ୍ସିପାଲ, ସମସ୍ତ ଯୋଉମାନେ କି ହାୟର ଏଜୁକେସନର ଡିପାର୍ଟମେଣ୍ଟର ସମସ୍ତଙ୍କୁ ଦିଲ୍ଲୀ ଗୋଟେ ଦିଲ୍ଲୀ ୟୁନିଭର୍ସିଟିରେ ଗୋଟେ ବଡ ଧରଣର ଗୋଟେ କେବେ ନା ଜୁନ 9ରେ ଆପଣଙ୍କ ସେମିନାର ହେଲା, କେତେ 7/7/2009 ଜୁନ 7ରେ ଆପଣଙ୍କର ଗୋଟେ ସେମିନାର ହେଲା। ସେଇ ସେମିନାରରେ ଆପଣ ସମସ୍ତ କଲେଜ ମାନଙ୍କୁ, ଚାନ୍ସେଲର ମାନଙ୍କୁ, ସମସ୍ତ ମୁଖ୍ୟ ମୁଖ୍ୟ କର୍ମକର୍ତ୍ତା ଶିକ୍ଷା ଆଯୁକ୍ତର ସମସ୍ତଙ୍କୁ ଡକା ହେଇଥିଲା ଏବଂ ସମସ୍ତେ ମଧ୍ୟ ଯାଇଥିଲେ। ଏବଂ ସେଥିରେ ସେମିନାର ମଧ୍ୟ ମାନେ ଆପଣଙ୍କର ସେମିନାରରେ ଆଲୋଚନା କରାହେଇଥିଲା ଯେ ସମସ୍ତେ ସମୋଟ ଡିସକ୍ଲୋଜର ପ୍ରକଟୀକରଣ କରିବାକୁ ବାଧ୍ୟ 17ଟି ମାନୁଆଲ ଆକାରରେ। ଏବଂ ତାରି ପରିପ୍ରେକ୍ଷୀରେ ଯେତେବେଳେ ତାର ପରବର୍ତ୍ତୀ ସମୟରେ ମିଷ୍ଟର ରାଜୀବ ଲାଲା ଯେତେବେଳେ ଯାଇଛନ୍ତି ସେଇ କଲେଜ ଅରବିନ୍ଦ କଲେଜର ପ୍ରିନ୍ସିପାଲ ଡକ୍ଟର ହରିଓମ, ସେ ତାକୁ ବେଖାତିର କଲେ ବା ସେଟାକୁ ସେ କିଛି ଡିସକ୍ଲୋଜର କଲେ ନାହିଁ ବା ଇନଫର୍ମେସନ କୌଣସି ପ୍ରକାରେ ସେ ତଥ୍ୟ ସିଟିଜେନ ମାନଙ୍କୁ ପ୍ରକଟୀକରଣ କଲେ ନାହିଁ। ତେଣୁ ସେ କ'ଣ କଲେ ନା, କମ୍ପ୍ଲେନ କଲେ କମିଶନଙ୍କ ପାଖରେ ଯେ ଆପଣ ତ ଆପଣଙ୍କର ସେମିନାର କରିଥିଲେ ବା ଆପଣଙ୍କର ସମସ୍ତେ ଡିସକ୍ଲୋଜର କରିବା ପାଇଁ ବାଧ୍ୟ କରାଯାଇଥିଲା, ସେ ଅନୁସାରେ ମୁଁ ଯାଇଥିଲି ବା ସେମାନେ ମୋତେ କୌଣସି ପ୍ରକାର ଇନଫର୍ମେସନ ଦେଲେ ନାହିଁ ବା ଯୋଗାଇ ପାରିଲେ ନାହିଁ, କି ମୁଁ ଦେଖିପାରିଲିନି, କୌଣସି ଡିସପ୍ଲେ ମଧ୍ୟ ଦେଖିପାରିଲିନି, କୌଣସି ପିଆଇଓ କିଏ ଫାର୍ଷ୍ଟ ଆପିଲେଟ୍ ଅଥରିଟି କିଏ ନେମିଂ ବୋର୍ଡ ମଧ୍ୟ ମୁଁ ଦେଖିପାରିଲିନି। ତେଣୁକରି ମୁଁ କମ୍ପ୍ଲେନ କରୁଛି ବୋଲି କମ୍ପ୍ଲେନ କଲେ। କମ୍ପ୍ଲେନ କଲା ପରେ ମଧ୍ୟ ରିମାଇଣ୍ଡର ଲେଟର କେତେବେଳେ ରିମାଇଣ୍ଡର କେବେ ଦେଲେ ନା 15 ଅଗଷ୍ଟରେ ଦେଲେ। କିଏ ନା ସେଣ୍ଟ୍ରାଲ ଇନଫର୍ମେସନ କମିଶନ ସେଇ କଲେଜକୁ। ତଥାପି ତଥାପି 12 ଅଗଷ୍ଟ 2009, 15 ଅଗଷ୍ଟ 2009 ଏଇ ରିମାଇଣ୍ଡର ଦେଲେ। ରିମାଇଣ୍ଡର ଦେଲା ପରେ ମଧ୍ୟ ସେ ଯେତେବେଳେ ନ କଲେ, ତାପରେ ଗୋଟେ ଚିଠି କଲେ। କ'ଣ ଚିଠି କଲେ, କ'ଣ କମିଶନ ନା ଚିଠି କଲେ, ଯଦି ଯୋଉ କଲେଜର, ଯୋଉ ଇନଷ୍ଟିଟ୍ୟୁସନର, ଯୋଉ ପବ୍ଲିକ ଅଥରିଟିର, ଯୋଉ ଅଫିସିଆଲ ମାନେ ସରକାରୀ କାର୍ଯ୍ୟାଳୟରେ ଯଦି ଡିସକ୍ଲୋଜର ନ ହେଇଛି, ରିମେଣ୍ଡ ଇମ୍ପ୍ଲିମେଣ୍ଟେଡ, ତାହେଲେ କମିଶନ କ'ଣ କହୁଛନ୍ତି, କନଷ୍ଟ୍ରେନ୍ ଟୁ ୟୁଜ ଦ ପାୱାର ଅଣ୍ଡର ଦ ଆରଟି ଆକ୍ଟ ଆଣ୍ଡ ଇନିସିଏଟ ପ୍ରୋସିଡିଂ ଏଗେନ୍ଷ୍ଟ ଏରିଂ ଇନଷ୍ଟିଟ୍ୟୁସନ। ଯୋଉମାନେ ଭୁଲ କରିଛନ୍ତି ସେଇ ଇନଷ୍ଟିଟ୍ୟୁସନ, ଖାଲି ଏଜୁକେସନ ନାହିଁ,
ଖାଲି ଯେ କୌଣସି ଗୋଟେ ସ୍ପେସିଫିକ ଇନଷ୍ଟିଟ୍ୟୁସନ ନାହିଁ, ସରକାରୀ ସମସ୍ତ କାର୍ଯ୍ୟାଳୟ। ଯଦି ଏରିଂ ଇନଷ୍ଟିଟ୍ୟୁସନ ଅଛି ତାହେଲେ ଆପଣଙ୍କର ରିମେଣ୍ଡ ଅନଇମ୍ପ୍ଲିମେଣ୍ଟେଡ ଅଛି ଆପଣଙ୍କର 4(1)B, ତାହେଲେ ସେ କ'ଣ କରିବେ ନା କନଷ୍ଟ୍ରେଣ୍ଟ ଟୁ ୟୁଜ ଦ ପାୱାର, ନିଜ ପାୱାର ବ୍ୟବହାର କରିବାକୁ ବାଧ୍ୟ ହେବେ। ଏଇ କଥାଟି ହେଲା ବ୍ୟାକଗ୍ରାଉଣ୍ଡ, ତାର ବା ଏଇ କେସର ବ୍ୟାକଗ୍ରାଉଣ୍ଡ। ତାପରେ କ'ଣ ହେଲା, ଦି କମିଶନ ରିସିଭ୍ଡ ଏ କମ୍ପ୍ଲେଣ୍ଟ କାହାଠାରୁ ନା ଲାଲା ଠାରୁ, ରାଜୀବ ଲାଲା ଠାରୁ ରିସିଭ୍ କଲେ 12 ନଭେମ୍ବର 2009ରେ, 12 ନଭେମ୍ବର 2009ରେ। ତାର ଗ୍ରାଉଣ୍ଡସଟା ମୁଁ ଆପଣମାନଙ୍କୁ ୟା ପୂର୍ବରୁ କହିଦେଲି ଯେ ଗ୍ରାଉଣ୍ଡସ ହେଲା ଯେ ଅରବିନ୍ଦ କଲେଜର କୌଣସି ପ୍ରକାର ଡିସପ୍ଲେ ନାହିଁ, କୌଣସି ପ୍ରକାର PIK ଫାଷ୍ଟ ଆपिଲେଟ୍ ଅଥରିଟି କୌଣସି ନେମିଂ କୋଡ୍ ନାହିଁ, ବା RTA ସେକ୍ସନର 4(1)B କମ୍ପ୍ଲାଏ କରା ହେଇନାହିଁ। ତ ସେଇଥିପାଇଁ ସେ କ'ଣ କଲେ, ସେଇ ଗ୍ରାଉଣ୍ଡ ଦେଖେଇକି ନଭେମ୍ବର 12ରେ କାହାକୁ, ସେଣ୍ଟ୍ରାଲ ଇନଫର୍ମେସନ କମିଶନ କୁ ସେ କମ୍ପ୍ଲେନ କଲେ। ତାପରେ ଦି କମିଶନ ହାଡ ସେଣ୍ଟ ଏ ଡେମି ଅଫିସିଆଲ ଲେଟର, କେବେ ତା ପରବର୍ତ୍ତୀ ସମୟରେ ଡେମି ଅଫିସିଆଲ ଲେଟର, ଯୋଉଟା କି ଆପଣଙ୍କର ୟା ପୂର୍ବରୁ ସେମିନାର କରିବା ପାଇଁ ସମସ୍ତଙ୍କୁ ଡକା ହେଇଥିଲା, ସେଇଠି ଡିସ୍କସନ କରାହେଇଥିଲା ଯେ ସମସ୍ତେ RTA ପୋର୍ଟାଲରେ ବା ୱେବସାଇଟରେ ଯିଏ ଯୋଉ ଆକାରରେ ଆପଣଙ୍କର ଇନଫର୍ମେସନ ପ୍ରକଟୀକରଣ କରୁছে ସେଇ ଜାଗାରେ ଆପଣଙ୍କର ସମୋଟ ଡିସକ୍ଲୋଜର କରିବା ପାଇଁ ବାଧ୍ୟ, ଯୋଉ କୁହା ହେଇଥିଲା ତାର ଡେମି ଅଫିସିଆଲ ଲେଟର ଅନ୍ 28 ମେ 2009ରେ ପ୍ରେରଣ କଲେ। କାହାକୁ? ଡକ୍ଟର ହରିଓମଙ୍କୁ, ଯିଏକି ଆପଣଙ୍କର ଅରବିନ୍ଦ କଲେଜର ପ୍ରିନ୍ସିପାଲ। କ'ଣ ପାଇଁ ନା ଅବ୍ଲିଗେସନ ହେଲା 4(1)B କମ୍ପ୍ଲାଏ କରିବା ପାଇଁ ଅବ୍ଲିଗେସନ। ତଥାପି ଡକ୍ଟର ହରିଓମ ସେଟାକୁ ମାନିଲେ ନାହିଁ ବା କିଛି ପ୍ରକଟୀକରଣ କଲେ ନାହିଁ। ତାପରେ ଶେଷରେ ଯେତେବେଳେ କମିଶନ ସେକେଣ୍ଡ ଅପିଲକୁ ଆସିଲେ, ସେକେଣ୍ଡ ଅପିଲ ନମ୍ବର ହେଲା ଆପଣଙ୍କର 2009 ଆଉ 001566, ସେକେଣ୍ଡ ଅପିଲରେ ଯେତେବେଳେ ସେ ଏଇ ବିଷୟବସ୍ତୁଟି ଯେତେବେଳେ ଶୁଣିଲେ ସେ ମିଷ୍ଟର ରାଜୀବ ଲାଲା ଠାରୁ ଏବଂ ତାଙ୍କର ଯୋଉ ସେକେଣ୍ଡ ଅପିଲ କରିଥିଲେ, ସେ ସେକେଣ୍ଡ ଅପିଲକୁ ଯେତେବେଳେ ସେ ଦେଖିଲେ, ସେ ନିଜେ କମିଶନ ହୃଦବୋଧ ହେଲେ ଯେ ପବ୍ଲିକ ଅଥରିଟି ବା ଏଇ ଇନଷ୍ଟିଟ୍ୟୁସନ, ବିଶେଷ କରି ଏଇ ଅରବିନ୍ଦ କଲେଜର ଇନଷ୍ଟିଟ୍ୟୁସନ ବା କଲେଜଟି ନେଗ୍ଲିଜେନ୍ସ କରିଛନ୍ତି, ଅବହେଳା କରିଛନ୍ତି, ଆକ୍ଟକୁ ଅବମାନନା କରିଛନ୍ତି, ତେଣୁ ତାଙ୍କୁ ପେନାଲ୍ଟି ହେବା ଦରକାର। ତେଣୁ ଆଜ୍ ପର ଦ ପ୍ରୋଭିଜନ ଅଫ ସେକ୍ସନ 20 subsection 1 of the RTA Act 2005, the commission finds this as a fit case for levying penalty on the Dr. Hariom principal, since there has been a delay in complying with the order of the commission. The commission is passing on order to levy a penalty of rupees 5,000. Penalty of rupees 5,000. 5,000 ଟଙ୍କା ପେନାଲ୍ଟି ଇମ୍ପୋଜ କଲେ। କମ୍ପ୍ଲେନ ଆପଣଙ୍କର ଜଣେ ଆପ୍ଲିକାଣ୍ଟ ଗଲେ, ତାଙ୍କ କଥା ବି ଶୁଣିଲେନି, କିଛି ଦେଖେଇଲେନି। କମିଶନ ଯୋଉ ଆରେଞ୍ଜମେଣ୍ଟ କରିଥିଲେ ବା ଯୋଉ ୟା ପୂର୍ବରୁ ଦିଲ୍ଲୀ ୟୁନିଭର୍ସିଟିରେ ସମସ୍ତଙ୍କ ପାଇଁ ମାଣ୍ଡାଟୋରୀ କମ୍ପ୍ଲିଆନ୍ସ କରିବା ପାଇଁ ସମସ୍ତଙ୍କ ପାଇଁ ଡିସାଇଡ କରିକି ଯୋଉ ସେମିନାର କରିଥିଲେ, ସେ ସେମିନାରରେ ମଧ୍ୟ ଡିସାଇଡ ହେଲା ସମସ୍ତେ କରିବାକୁ ବାଧ୍ୟ ଷ୍ଟିପୁଲେଟେଡ ଟାଇମ ପିରିୟଡ ଭିତରେ, ତଥାପି କରିନଥିଲେ। ତଥାପି ଆପଣଙ୍କର କମ୍ପ୍ଲେନ ଗଲା ପରେ କ'ଣ ହେଲା, 5,000 ଟଙ୍କା ସେ ଜଣେ ପ୍ରିନ୍ସିପାଲ ତାଙ୍କ ଦରମାରୁ ସମସ୍ତ ହେଡ୍, ମୁଁ ଏଇଟା ସମ୍ପୂର୍ଣ୍ଣ ବର୍ଣ୍ଣନା କରି କୋଉ ହେଡ୍ରୁ କେମିତି କେତେବେଳେ କୋଉ ସମୟରେ ସେଇଟାକୁ ଡିପୋଜିଟ୍ କରିବେ ଟୋଟାଲ ଲେଖିକି କ'ଣ ପଠେଇଦେଲେ 5,000 ଟଙ୍କା ଇମିଡିଏଟ୍। ଆଉ କହିଛନ୍ତି ୱିଦିନ୍ 1 ୱିକ୍ ଯେ ଆପଣଙ୍କର ଏଇ ସମୋଟ ଡିସକ୍ଲୋଜର ଅପଡେଟ୍ ହେବା ଦରକାର। ଏଇ ଜିନିଷଟି ଥିଲା ଏଇ ସମୋଟ ଡିସକ୍ଲୋଜର ଉପରେ ପେନାଲ୍ଟି। ତେଣୁ କୌଣସି ଯଦି ପବ୍ଲିକ ଇନଫର୍ମେସନ ଅଫିସର ଏ ପର୍ଯ୍ୟନ୍ତ ସମୋଟ ଡିସକ୍ଲୋଜର କରିନାହାନ୍ତି ବା ଏପର୍ଯ୍ୟନ୍ତ ଆପଣଙ୍କର ୱେବସାଇଟରେ ଆପଣମାନେ, ଏଇଟା ବିଶେଷ କରି ୱେବସାଇଟରେ ସେ ଛାଡ଼ିବା ପାଇଁ କହିଥିଲେ, ୱେବସାଇଟରେ ନିଜର ୱେବସାଇଟରେ ଯୋଉ ୱେବସାଇଟ ଅଛି ଦେଖୁଛନ୍ତି, ୱେବସାଇଟ ଅଫ ଶ୍ରୀ ଅରବିନ୍ଦ କଲେଜ ଆଣ୍ଡ he alleged that the college had not displayed the information as required by the section 4 of the RTA Act 2005। ତେଣୁ ଯୋଉମାନେ ୱେବସାଇଟରେ ଆପଣମାନେ ବର୍ତ୍ତମାନ ଯେହେତୁ ଆପଣଙ୍କର ସବୁ ୱେବସାଇଟ ଆପଣଙ୍କର ଇଏ ହେଇଗଲା, ଆପଣମାନଙ୍କର ଅନଲାଇନ ହେଇଗଲା, ତେଣୁକରି ଆପଣଙ୍କର ୱେବସାଇଟରେ ଇନଫର୍ମେସନ ଯୋଉମାନେ ଛାଡ଼ି ନାହାନ୍ତି ଇମିଡିଏଟଲି ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ। ନଚେତ ଦେଖନ୍ତୁ ଏଇଭଳି ଆକାରରେ ଆପଣଙ୍କର ଯେମିତି ଆପଣଙ୍କର ଅରବିନ୍ଦ କଲେଜର ପ୍ରିନ୍ସିପାଲ ଡକ୍ଟର ହରିଓମ, ତାକୁ ଯେମିତି 5,000 ଟଙ୍କା ପେନାଲ୍ଟି ପଡିଥିଲା, ତେଣୁ ପେନାଲ୍ଟି ପଡିବ ନିଶ୍ଚିତ ଭାବରେ, କାରଣ ଏଇଟା ହଉଛି ପାୱାର ଅଫ ଦ କମିଶନ। ୟା ଉପରେ ମଧ୍ୟ ମୁଁ ଭିଡିଓ ୟା ପୂର୍ବରୁ ଅପଲୋଡ କରିଛି, ଯେ ଆପଣମାନଙ୍କର ୟୁଟ୍ୟୁବରେ ଅପଲୋଡ କରିଛି ଆପଣମାନଙ୍କର ଜାଣିବା ପାଇଁ, ଯେ ଜଣେ ଜଣେ କମିଶନ ହିସାବରେ ତାଙ୍କର କ'ଣ କ'ଣ ଅଥରିଟି ଅଛି ବା କ'ଣ କ'ଣ ତାଙ୍କର ପାୱାର ଅଛି, କେମିତି ସେମାନେ ଆକ୍ସନ ଟେକେନ୍ କରିପାରିବେ ବା ଆପଣ ପେନାଲ୍ଟି ଇମ୍ପୋଜ କରିପାରିବେ,
ଏ ସମସ୍ତ ବିବରଣୀ ମଧ୍ୟ ଆପଣମାନେ ସମସ୍ତେ ଜାଣନ୍ତି କିନ୍ତୁ ଏଇ କେସରେ ଦେଖନ୍ତୁ ଯଦି ସୋ ମଟର ଡିସକ୍ଲୋଜର ଯୋଉମାନେ କରିନାହାନ୍ତି ଇମିଡିଏଟ ସୋ ମଟର ଡିସକ୍ଲୋଜର କରିବାକୁ ଚେଷ୍ଟା କରିବେ ଯେହେତୁ ବର୍ତ୍ତମାନ ଆହୁରି ଗୋଟେ ଜିନିଷ ହେଲା ସେକ୍ସନ 4(2) ଯୋଉଟା କି ଲୋକାଲ ଲାଙ୍ଗୁଏଜରେ ଭର୍ଣ୍ଣାକୁଲାର କରିବାକୁ ପଡିବ ଅର୍ଥାତ ଇଂଲିଶ ରହିବ ଓଡିଆ ରହିବ ଏ ସମସ୍ତ ଅ, ସବୁ ପବ୍ଲିକ ଇନଫର୍ମେସନ ଅଫିସର କରିବା ପାଇଁ ମୁଁ ସମସ୍ତଙ୍କୁ ଏଇ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେବାକୁ ଚାହେଁ କାରଣ କୌଣସି ପବ୍ଲିକ ଇନଫର୍ମେସନ ଅଫିସର ପେନାଲ୍ଟି ନୁହନ୍ତୁ ଏବଂ ଆମେ ସିଟିଜେନ ହିସାବରେ ଏଇ ଯୋଉ ସମସ୍ତରୁ ବଞ୍ଚିତ ନ ହଉ ଯେ ଇନଫର୍ମେସନ ଗୁଡିକ ଦେଖିବାରେ ବା ଇନଫର୍ମେସନ ଗୁଡିକ ଡାଉନଲୋଡ କରିବାରେ ବା କୋଉ ଅଫିସରେ କଣ ତାର ଇନଫର୍ମେସନ ଅଛି ତାକୁ ଡାଉନଲୋଡ କରିବାରେ ଆମେ ସିଟିଜେନ ହିସାବରେ ବଞ୍ଚିତ ନ ହଉ ତେଣୁକରି ଏଇ ଭିଡିଓଟି ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କଲି ଭିଡିଓଟି ଦେଖିଥିବେ ନିଶ୍ଚିତ ଭାବରେ ଏବଂ ଅନୁରୋଧ କରୁଛି ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ନମସ୍କାର।